ସାଙ୍ଗମାନେ ଜୟ ଜଗନ୍ନାଥ। ମୁଁ ଆମ ବାଡ଼ିକି ଆସିଛି ଧନିଆ ପତ୍ର ଅନ୍ୟ କିଛି ନେବି। ବାଡ଼ିରେ ଶାଗ ଧନିଆ ପତ୍ର ସବୁ ଲଗା ହେଇଛି ଦେଖନ୍ତୁ। ହଁ, ଯେଉଁ ବାଡ଼ିରେ ନଡ଼ିଆ ଗଛ ଲଗେଇଥିଲି ତା ମଝିରେ ଫାଙ୍କା ଥିଲା, ତେଣୁ ତା ଭିତରେ ମୁଁ କଖାରୁ ଗଛ ଲଗେଇଛି। ମୂଳା ଲଗେଇଥିଲି, ବହୁତ ମୂଳା ଲଗେଇଥିଲି, ଖାଇସାରିଲୁଣୁ। ଆଉ 4ଟା ଗଛ ଅଛି। ଆଳୁ ଲଗେଇଥିଲୁ, ଶାଗ କୋଶଳା ଶାଗ, ଆଉ ବଥୁଆ ଶାଗ, ପାଳଙ୍ଗ ଶାଗ ସବୁ ଲଗେଇଥିଲୁ। ବୁଆ ବଡ଼ ଲଗେଇଥିଲେ। ଆଉ ଧନିଆ ପତ୍ର, ଆଉ ମେଥି, ବାଇଗଣ, ଟମାଟୋ, ଗୋଟେ ମିନି ବଗିଚା, ଫସଲ ବଗିଚା ହେଇଛି ଆମର ଆଜ୍ଞା। ହଁ, ସବୁ ଲାଗିଛି। ଏ ଗୋଟେ କାକୁଡ଼ି ବି ଲାଗିଛି। ସବୁ ଅଳ୍ପ ଅଳ୍ପ ଫଳୁଛି, ସବୁ ଚାଲିଛି। ସେ ଗୋଟେ କଖାରୁ। ତେଣୁ ମୁଁ ବର୍ତ୍ତମାନ ଧନିଆ ପତ୍ର ଲଗା ଆସିଛି, କାହିଁକିନା ମାଛ ତରକାରୀ ହେବ ତ, ମାଛ ତରକାରୀ ଧନିଆ ପତ୍ର ପଡ଼ିବ। ତେଣୁ ସେଇଥିପାଇଁ ଧନିଆ ପତ୍ର ଲଗା ଆସିଛି। ତୋଳିଦେବା କିଛି ନେଇଯିବା ଘରକୁ। ଆଉ 52ଟା ନଡ଼ିଆ ଗଛ ଲଗେଇଥିଲି, ସବୁ ଆଜ୍ଞା 52ଟା ଯାକ ବଞ୍ଚିଛି। ସବୁ ପତ୍ର 2 ପତ୍ର ନା ହେଲାଣି। ତେଣୁ ଭାବିଛି ସାର ଫାର ଦେଇଦେବି, ଖୋଳିକି ମନ୍ଦା କରିବି। ମନ୍ଦା କରି ସାର ଦାନାଦାର ଦିଆହେଲେ ଗଛ ନିଶ୍ଚୟ ଭଲ ବଢ଼ିବ, ଆଉ ପୋକ ବି ହେବନି। ଗୋଟେ ବୋଉ ଲଗେଇଥିଲା ପିଆଜ ଗଛ, ପିଆଜ ଷଣ୍ଢା ଦେଖନ୍ତୁ ସବୁ ହେଇଛି। ଆଉ ଟମାଟୋ 4ଟା ନା 5ଟା ଗଛ ଲାଗିଛି, ବହୁତ ବଢ଼ିଆ ଆଜ୍ଞା ଖାଇଲାଣୁ। ଟମାଟୋ ବୋଝି ହେଇଛି ଦେଖନ୍ତୁ, ଟମାଟୋ ବୋଝି ହେଇଛି। ଦେଶୀ ଟମାଟୋ ଗଛ ଯାକ ଟମାଟୋ ବୋଝି ହେଇଛି। ଧନିଆ ପତ୍ର ତୋଳିଦେବା। ତୋଳିବା କ'ଣ, ଉପାର ତ ନେଇଯିବା। ଆଉ ଆଜ୍ଞା ସେ ବହୁତ ଧନିଆ ଗଛ ହେଇଛି ତ, କେତେ ଖାଇବ ଆଉ। ସେ ଲାଷ୍ଟରୁ ନାଲି ପଡ଼ିଗଲାଣି ଧୀରେ ଧୀରେ। କାହାର ଧନିଆ ଗଛ ଦରକାର କୁହନ୍ତୁ, ଧନିଆ ପତ୍ର କମେଣ୍ଟରେ କୁହନ୍ତୁ, ମୁଁ ତାକୁ ନେଇ ପହଞ୍ଚେଇବି ତାଙ୍କୁ। ଏତିକି ହେଇଯିବ।